ମୀନ ରାଶିରେ ଶନି ବକ୍ରି ହେଉଥିବା ସମୟରେ ଦ୍ୱାଦଶ ରାଶିଚକ୍ରର 5ଗୋଟି ରାଶି ମେଷ, ମିଥୁନ, କନ୍ୟା, ତୁଳା ଓ ଧନୁ ରାଶି ପାଇଁ ଅଶୁଭ ଫଳ ପ୍ରଦାନ କରିବାର ସମ୍ଭାବନା ରହିଅଛି। ସେହି କ୍ରମରେ ଆଜି ଜାଣିବା ଜୁଲାଇ ମାସ 13 ତାରିଖ ଠାରୁ ନଭେମ୍ବର ମାସ 28 ତାରିଖ ପର୍ଯ୍ୟନ୍ତ ବକ୍ରି ଶନି ଧନୁରାଶି ପାଇଁ କ'ଣ ସବୁ ଜ୍ୟୋତିଷୀୟ ଫଳ ପ୍ରଦାନ କରିବାର ସମ୍ଭାବନା ରହିଅଛି। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଶନିଦେବ ମୀନ ରାଶିରେ ବକ୍ରି। ଚଳିତ 2025 ମସିହା ଜୁଲାଇ ମାସ 13 ତାରିଖ ପରଠାରୁ ନଭେମ୍ବର ମାସ 28 ତାରିଖ 138 ଦିନ ପର୍ଯ୍ୟନ୍ତ ଗ୍ରହ ଜଗତର ସବୁଠାରୁ କ୍ରୂର ଓ ପାପୀ ଗ୍ରହ କୁହାଯାଉଥିବା ଶନି ମହାଗ୍ରହ ମୀନ ରାଶିରେ ବକ୍ରି ଅବସ୍ଥାରେ ଗମନ କରିବେ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହଗୁଡ଼ିକ ବକ୍ର ଭାବରେ ଗମନ କଲେ ଅଥବା ଓଲଟା ଦିଗରେ ଗତି କଲେ 2 ଗୁଣା ଫଳ ପ୍ରଦାନ କରିଥାନ୍ତି। ଶନିଦେବଙ୍କୁ ନୈସର୍ଗିକ ରାଶିକୁଣ୍ଡଳୀର 10ମ କର୍ମସ୍ଥାନ ଓ ଏକାଦଶ ଆୟସ୍ଥାନର ଅଧିପତି କୁହାଯାଉଥିବା ବେଳେ ଶନିଦେବଙ୍କୁ ନ୍ୟାୟପରାୟଣ ଗ୍ରହ ବୋଲି ବୈଦିକ ଜ୍ୟୋତିଷ ଶାସ୍ତ୍ର ବର୍ଣ୍ଣନା କରିଥାଏ। ଶନି ମହାଗ୍ରହଙ୍କର ଏକ ବିଶେଷତ୍ୱ ହେଲା ଗ୍ରହଗୁଡ଼ିକ ମାରକ କିମ୍ବା ମାରକ ଲକ୍ଷଣ ଯୁକ୍ତ ହେଲେ ଅନ୍ୟ ଗ୍ରହର ସାହାଯ୍ୟ ନେଇ ଜାତକକୁ ମୃତ୍ୟୁଦଣ୍ଡ ଦେଇଥାନ୍ତି, କିନ୍ତୁ ଶନି ଏହାର ଏକ ବ୍ୟତିକ୍ରମ। ଶନି ଏକାକୀ ବ୍ୟକ୍ତିକୁ ଦଣ୍ଡ ଦେବା ପାଇଁ ଅଥବା ମୃତ୍ୟୁଦଣ୍ଡ ଦେବା ପାଇଁ ସମର୍ଥ ହୋଇଥାଏ। ସେଥିପାଇଁ ଶନିଙ୍କ ନାଁ ଶୁଣିଲେ ଯେକୌଣସି ବ୍ୟକ୍ତିର ସ୍ୱାଭାବିକ ଭାବେ ଭୟ ଜାଗ୍ରତ ହୋଇଥାଏ। ଜାତକର ଚନ୍ଦ୍ର ଥିବା ରାଶିର ଦ୍ୱାଦଶ, ଲଗ୍ନ ଓ ଦ୍ୱିତୀୟ ସ୍ଥାନରେ ଶନି ଗତି କରୁଥିବା ସମୟରେ ବ୍ୟକ୍ତି ଶନି 7.5 ବା ଶନି ସପ୍ତା ଭୋଗ କରୁଥାଏ। ଏହାର ଅର୍ଥ ହେଲା ଜାତକରେ ଚନ୍ଦ୍ର ଥିବା ରାଶିର ବ୍ୟୟ, ଲଗ୍ନ ଓ ଦ୍ୱିତୀୟ ସ୍ଥାନକୁ ଶନି ଅତିକ୍ରମ କରିବା ପାଇଁ 7.5 ବର୍ଷ ସମୟ ନେଇଥାଏ। ଅଭିଜ୍ଞତା ଓ ଅନୁଭୂତିରୁ ଦେଖାଯାଇଛି ଶନି 7.5 ଭୋଗ ହେଉଥିବା ସମୟରେ ବ୍ୟକ୍ତିକୁ ତା ଜୀବନରେ ବଡ଼ ଦୁଃଖ ଓ କଷ୍ଟକର ଫଳ ସବୁ ମିଳିଥାଏ। ସେହିପରି ଜାତକରେ ଚନ୍ଦ୍ର ଥିବା ରାଶିର ଚତୁର୍ଥ ସ୍ଥାନ ଓ ଅଷ୍ଟମ ସ୍ଥାନରେ ଶନି ଗତି କରୁଥିବା ବେଳେ ଶନି ଢାୟା ନାମକ ଅନ୍ୟ ଏକ କଷ୍ଟକର ସମୟ ଭୋଗ ହୋଇଥାଏ। ଚତୁର୍ଥ ଶନି ସ୍ୱାସ୍ଥ୍ୟଗତ ସମସ୍ୟା ପ୍ରଦାନ କରୁଥିବା ବେଳେ ଅଷ୍ଟମ ଶନି ଦୁର୍ଘଟଣାର କାରଣ ହୋଇଥାଏ। ବର୍ତ୍ତମାନ ଧନୁ ରାଶି ପାଇଁ ଚତୁର୍ଥ ଶନି ଅର୍ଥାତ୍ ଶନି ଢାୟା ଭୋଗ ହେଉଥିବା ସମୟରେ ଆସନ୍ତା ଜୁଲାଇ ମାସ 13 ତାରିଖ ଠାରୁ ନଭେମ୍ବର ମାସ 28 ତାରିଖ ଦୀର୍ଘ 138 ଦିନ ପର୍ଯ୍ୟନ୍ତ ଶନି ବକ୍ରି ଅବସ୍ଥାରେ ଗମନ କରୁଥିବାରୁ ଏହି 138 ଦିନର ସମୟ ଧନୁ ରାଶି ପାଇଁ ବିଶେଷ ଗୁରୁତ୍ୱ ବହନ କରେ। ଜ୍ୟୋତିଷୀୟ ଭାଷାରେ ଗ୍ରହଗୁଡ଼ିକ ବକ୍ରି ଅଥବା ଓଲଟା ଦିଗରେ ଗମନ କରୁଛନ୍ତି ବୋଲି କୁହାଯାଉଥିବା କଥା, କିନ୍ତୁ ପ୍ରକୃତ କଥା ହେଲା ସେହି ସମୟରେ ଗ୍ରହଗୁଡ଼ିକ ଓଲଟା ଦିଗରେ ଗତି କରିନଥାନ୍ତି, ବରଂ ଗ୍ରହଗୁଡ଼ିକ ପୃଥିବୀର ନିକଟତର ହୋଇଥାନ୍ତି। ତେଣୁ ଗ୍ରହର ପ୍ରଭାବ ପୃଥିବୀ ପୃଷ୍ଠ ଉପରେ ଅଧିକ ମାତ୍ରାରେ ଅନୁଭୂତ ହୋଇଥାଏ। ଧନୁ ରାଶିଜାତ ବ୍ୟକ୍ତି ଚତୁର୍ଥ ମୀନ ରାଶିରେ ଅବସ୍ଥାନ କରିଥିବା ଶନି ମହାଗ୍ରହଙ୍କ ଯୋଗୁଁ ଶନି ଢାୟା
ଭୋଗ କରୁଥିବା ସମୟରେ 138 ଦିନର ଏହି ବକ୍ରି ଶନିଙ୍କର ପ୍ରକୋପ ଧନୁରାଶି ବ୍ୟକ୍ତିଙ୍କ ଉପରେ ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ଅବସ୍ଥା ସୃଷ୍ଟି କରିବ। ଚତୁର୍ଥ ଶନି ସ୍ୱାସ୍ଥ୍ୟଗତ ସମସ୍ୟା ପ୍ରଦାନ କରୁଥିବା ବେଳେ ଧନୁରାଶିଜାତ ବ୍ୟକ୍ତି କୌଣସି ପୁରାତନ ରୋଗରେ ପୀଡ଼ିତ ଥିଲେ ତାହା ଏହି ସମୟରେ ବିଶେଷ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଅଛି। କୌଣସି ନୂତନ ପ୍ରକାରର ରୋଗରେ ଧନୁରାଶିଜାତ ବ୍ୟକ୍ତି ପୀଡ଼ିତ ହେବାର ମଧ୍ୟ ସମ୍ଭାବନା ରହିଅଛି। ବାୟୁକାରକ ଗ୍ରହ ଶନି ଶରୀରରେ ବାୟୁ ବିକାର ଜନିତ ରୋଗ ପ୍ରଦାନ କରିବାକୁ ଥିବାବେଳେ ଚତୁର୍ଥ ଭାବ ହୃଦୟ ଏବଂ ଶନିଙ୍କର କାରକତ୍ୱ ଡାଇବେଟିକ୍ ପ୍ରତି ମଧ୍ୟ ଧନୁରାଶି ବ୍ୟକ୍ତି ସତର୍କ ରହିବା ଆବଶ୍ୟକ। ଏହା ସହିତ ନିଜ ମାତାଙ୍କ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନେବା ଅତି ଆବଶ୍ୟକ। ଧନୁରାଶିଜାତ ବ୍ୟକ୍ତି ଏହି ସମୟରେ ପାରିବାରିକ ଦ୍ୱନ୍ଦ୍ୱର ସାମନା କରିପାରନ୍ତି। ପରିବାରରେ ମତଭେଦ ଘଟି ପାରିବାରିକ ଶାନ୍ତି ଶୃଙ୍ଖଳା ଭଙ୍ଗ ହେବାର ସମ୍ଭାବନା ରହିଅଛି। ବନ୍ଧୁବାନ୍ଧବ ମହଲରେ ସମାଲୋଚନାର ଶିକାର ହୋଇପାରନ୍ତି। ଶୁଭ କାର୍ଯ୍ୟ ପାଇଁ ବନ୍ଧୁ ଘର ଖୋଜୁଥିଲେ ତାହା ବିଳମ୍ବିତ ହେବ। ଯାନବାହନରେ ଯାଉଥିବା ସମୟରେ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଅଛି। କର୍ମକ୍ଷେତ୍ରରେ କାର୍ଯ୍ୟ ବିଳମ୍ବିତ ହୋଇପାରେ ତଥା କର୍ମହାନି ଘଟିବାର ବିଶେଷ ସମ୍ଭାବନା ରହିଅଛି। ଚାକିରି କରୁଥିଲେ ଚାକିରି କ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡ଼ୁଥିବାରୁ ଚାକିରି ଛାଡ଼ିଦେବାକୁ ମଧ୍ୟ ଚିନ୍ତା କରିପାରନ୍ତି। ଏହି ସମୟରେ ଆପଣ ଚିନ୍ତା କରୁଥିବା କାର୍ଯ୍ୟ ନ ହୋଇପାରିବାରୁ ମନ ମଧ୍ୟରେ ନୈରାଶ୍ୟ ଭାବ ଉଦ୍ରେକ ହୋଇପାରେ। ଧନୁରାଶିଜାତ ବ୍ୟକ୍ତି ମୀନ ରାଶିରେ ବକ୍ରି ଶନିଙ୍କ ଅଶୁଭ ଫଳ ଭୋଗ କରୁଥିଲେ ଶନି ମହାଗ୍ରହ ଏବଂ ଧନୁ ଓ ମୀନ ରାଶିର ଅଧିପତି ବୃହସ୍ପତି ମହାଗ୍ରହଙ୍କର ପ୍ରତିକାର ଜଣେ ବିଦ୍ୱାନ ବ୍ୟକ୍ତିଙ୍କର ପରାମର୍ଶରେ କରାଇ ନେବା ଉଚିତ ହେବ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ରହୁଥିବା ଅଶୁଭତ୍ୱ ଦୂର ହୋଇ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।